ମୋ ହାତରେ କଫି କପ୍, କିନ୍ତୁ ଏ କଫିରେ ବାମ୍ଫ ନାହିଁ। କଫିରେ ଯଦି ବାମ୍ଫ ନାହିଁ ତାହେଲେ କଫିର ବାସ୍ନା ନାହିଁ, କଫିର ଉଷୁମପଣ ନାହିଁ, କଫି ଭିତରେ ଜୀବନ ନାହିଁ। କଫିର ବାମ୍ଫରେ ଆମେ ଜୀବନ ଖୋଜିଥାଉ। କିନ୍ତୁ ଯେ କଫି ତିଆରେ, କଫି ବିକିବା ଯାହାର ଜୀବିକା, ସେ ବାମ୍ଫ ତାକୁ କ'ଣ ଦେଇଥାଏ? କିଛି ସମ୍ଭାବନା ଦେଇଥାଏ। କଫି ବାସ୍ନା, କଫିର ବାମ୍ଫ ପରିପାର୍ଶ୍ୱକୁ ଜୀବନମୟ କରିଦିଏ, କାବ୍ୟମୟ କରିଦିଏ, ସ୍ୱପ୍ନମୟ କରିଦିଏ, ଆଶାମୟ କରିଦିଏ, ସମ୍ଭାବନାମୟ କରିଦିଏ। ଏମିତି ଏକ ଷ୍ଟେସନ ଛକରେ, ରେଳ ଷ୍ଟେସନ ଛକରେ ଥିବା ଗୋଟେ କଫି ଦୋକାନର କଥା ଶୁଣିବା। କଫି ଦୋକାନଟି 24 ଘଣ୍ଟା ଖୋଲା ରହେ। ଦିନବେଳେ ବାପା କଫି ବିକନ୍ତି, ରାତି ସାରା ସିନୁ ଆଉ ତା ସାଙ୍ଗ ପଣ୍ଡା କଫି ବିକନ୍ତି। କଫି ବିକି ବିକି ଜୀବନ ଜିଇଁବା ସିନୁ ବିଶ୍ୱାସ କରେ ନା। ସିନୁ ବାଳକଟିଏ, ଆନ୍ଧ୍ରର ବିଜୟନଗରମ ସହରର। କଫି ବାସ୍ନା ଭିତରେ ସେ ଗୋଟେ ସ୍ୱପ୍ନ ଦେଖେ, ସମ୍ଭାବନା ଦେଖେ, ଜୀବନକୁ ଖୋଜେ। କେଉଁଠୁ ଗୋଟିଏ ପରିରାଇଜର କାହାଣୀ ପରି ତା ମନରେ ବସା ବାନ୍ଧେ ଯେ ସିନେମାରେ ଅଭିନୟ କଲେ ପ୍ରଶସ୍ତି ମିଳେ, ଅର୍ଥ ମିଳେ, ଜୀବନ ସଫଳ ହେଇଯାଏ। ତାର ଗୋଟେ ଛୋଟ ବାଳକ ମନରେ ସେମିତି ଗୋଟିଏ ସ୍ୱପ୍ନଟିଏ ଅଙ୍କୁରୋଦ୍ଗମ ହୁଏ, ଫୁଟି ଉଠେ। ଦୁଇଟି ପତ୍ର ମେଳିକି ସ୍ୱପ୍ନଟିଏ ଅଙ୍କୁରୋଦ୍ଗମ ହୁଏ। ସେଇ ସ୍ୱପ୍ନକୁ ସମ୍ଭାବନାମୟ କରିବା ପାଇଁ, ରୂପ ଦେବା ପାଇଁ ସେ ଭାରତନାଟ୍ୟମ ଶିଖେ, କରାଟେ ଶିଖେ, ନିଜ ଶରୀରକୁ ପ୍ରସ୍ତୁତ କରେ। ଛୋଟ ବେଳୁ ବିଜୟନଗରମ ସହରରେ ରହୁଛି, କିନ୍ତୁ ସେଇଠି ତ ଆଉ ସିନେମା ହବନି। ତାକୁ ଯିବାକୁ ପଡ଼ିବ ସେବେକାର ମାଡ୍ରାସ, ଏବେକାର ଚେନ୍ନାଇକୁ। ଯାହା ପାଖରେ ସେ ବ୍ରେକ୍ ଡ୍ୟାନ୍ସ ଶିଖୁଥିଲା ଭାରତନାଟ୍ୟମ ନାଁରେ, ବାପାକୁ କହିକି ଭାରତନାଟ୍ୟମ ନାଁରେ, ସେଇ ହିଁ ସମ୍ବଳ ଥିଲା ଯେ କାଳେ ତାକୁ ସିନେମାରେ ମିଶାଇ ଦେବେ। କାହିଁକି? ଗୁରୁ, ତାର ନୃତ୍ୟ ଗୁରୁ ବେଳେ ବେଳେ ଯାଇକି ସିନେମାରେ ନୃତ୍ୟ ଶିଖାନ୍ତି, ନୃତ୍ୟର କୋରିଓଗ୍ରାଫି କରନ୍ତି। ତେଣୁ ସେମିତି ଗୋଟେ ଥିଲା। ଲେଖକ ବିଷୟରେ ମୁଁ କହିବା ପାଇଁ ଭୁଲି ଯାଇଛି। ପ୍ରକୃତରେ ଏହା ଗୋଟେ ଗଳ୍ପର କାହାଣୀ, ଆଉ ସେ ଗଳ୍ପର ଲେଖକ ହେଉଛନ୍ତି ରମେଶ ପଟ୍ଟନାୟକ। କଫି ବାମ୍ଫରେ ଜୀବନ ଗଳ୍ପ ପୁସ୍ତକଟିର ନାମ। ସେଇ ଶୀର୍ଷକ ଗଳ୍ପଟି ମୁଁ ଆଲୋଚନା କରୁଛି। ତେଣୁ ଦିନେ ପାହାନ୍ତା ବେଳେ, ଯେହେତୁ ପ୍ରାୟତଃ ସେ କଫି ଦୋକାନରୁ କଫି ପିଇବା ପାଇଁ ଯାଆନ୍ତି, କଫିର ଯେତିକି ଆକର୍ଷଣ ନାହିଁ ସେତିକି ଆକର୍ଷଣ ସେ ସିନୁ ପିଲାଟିର। ସିନୁ ପିଲାଟି ସହିତ କଥା ହେବା ପାଇଁ, ସିନୁକୁ ଟିକେ ଦେଖିବା ପାଇଁ ସେ ଯାଆନ୍ତି ସେ କଫି ଦୋକାନକୁ। ଦିନେ ପାହାନ୍ତା ପହରରେ
ଯାଇକି କବାଟ ଠକ୍ ଠକ୍ କରିଛି। ଲେଖକ ଉଠୁଛନ୍ତି ଏବଂ ଦେଖୁଛନ୍ତି ସିନୁ ସାମ୍ନାରେ। କହୁଛି ବାପାଙ୍କୁ ହସ୍ପିଟାଲ ନେବା ପାଇଁ ପଡ଼ିବ, ମୋତେ 3000 ଟଙ୍କା ଦରକାର, ଆପଣ ଦିଅନ୍ତୁ ଆଉ ମୋ ବାପାଙ୍କୁ ଭଲ କରେଇବି, ଆପଣଙ୍କୁ ପଇସା ମୁଁ ଦେଇଦେବି। ମୋ ପାଖରେ ପଇସା ଅଛି, ବ୍ୟାଙ୍କ ଖୋଲିଲେ ମୁଁ ଆପଣଙ୍କୁ 10ଟା ବେଳକୁ ଦେଇଦେବି, ମୋତେ ଏବେ ତୁରନ୍ତ ଦରକାର ଟଙ୍କା। ରମେଶ ବାବୁ କହୁଛନ୍ତି ଟଙ୍କା ଏ ରାତିରେ ମୋ ପାଖରେ ତ ଏତେ 3000 ଟଙ୍କା ହବନି, ନା ଆପଣଙ୍କ ପାଖରେ ଯାହା ଅଛି ଦିଅନ୍ତୁ। ତାଙ୍କ ପାଖରେ 1000 ଖଣ୍ଡେ ଟଙ୍କା ହେଇଛି, ସେ ସିନୁକୁ ଦେଇ ଦେଇଛନ୍ତି ଏବଂ ସିନୁ ଚାଲି ଯାଇଛି। ବ୍ୟାଙ୍କକୁ ଯାଇଛନ୍ତି, ବ୍ୟାଙ୍କରୁ ଟଙ୍କା ଉଠେଇଛନ୍ତି, ସିନୁକୁ ଦେବା ପାଇଁ ହସ୍ପିଟାଲକୁ ଯାଉଛନ୍ତି। ହସ୍ପିଟାଲରେ ପାଉନାହାନ୍ତି ନା ସିନୁକୁ ନା ବାପାକୁ। କଫି ଦୋକାନକୁ ଆସୁଛନ୍ତି, ବାପା ଅଛନ୍ତି ଦିନ ବେଳା, କହୁଛନ୍ତି ଆପଣଙ୍କ ଦେହ ଖରାପ। ସେ କହିଲେ ନା ତ, ତାହେଲେ ସିନୁ? ବାପା କହୁଛନ୍ତି ହଉ ତମଠୁ ତାହେଲେ ଟଙ୍କା ନେଇକି ସେ ଫେରାର ହେଇଯାଇଛି, ମାଡ୍ରାସ ଚାଲି ଯାଇଛି। ତାହେଲେ ଆଉ ମାଡ୍ରାସ ଚାଲି ଯାଇଛି। କିଛି ଦିନ ପରେ ଦେଖୁଛନ୍ତି ସିନୁ ଆସିକି ଫେର କଫି ବିକୁଛି। ତାର ସାଙ୍ଗଟିଏ ପଣ୍ଡା ସହିତ ଯାଇଥିଲେ। ପଣ୍ଡାଟି ଓଡ଼ିଆ ପିଲାଟି। ତୁ? ନା ହଁ, ମୁଁ ଯାଇଥିଲି ମାଡ୍ରାସ, କାମ ମିଳିଲା, କାମ ସରିଲା, ପଳେଇ ଆସିଲି। ଆଉ ଥରେ କାମ କଲେ, କାମ ମିଳିଲେ ମୁଁ ଯିବି, ଆଉ ସେଇଠି କାହିଁକି ରହିବି, ଏଇଠି ମୁଁ ଫେର ଆସିକି ଚା କଫି ବିକିବି ରାତିରେ। ଫେର କିଛି ଦିନ ପରେ ସିନୁ ସେମିତି ଅନ୍ତର୍ଧାନ ସେ ପଣ୍ଡା ସହିତ। ପଣ୍ଡା ଯାଉଛି ତା ସହିତ, ସେଇଠି ସେମାନେ କାମ କରୁଛନ୍ତି, ଆସୁଛନ୍ତି। ଏବଂ ଦିନେ ମନି ଅର୍ଡରରେ ରମେଶ ବାବୁ ତାଙ୍କର 1000 ଟଙ୍କା ଫେରି ପାଇଛନ୍ତି। ଆଉ ଥରେ ଦେଖିକି ଯାଇକି ଦେଖିଲା ବେଳକୁ କଫି ଦୋକାନରେ ସିନୁ ଅଛି। ସିନୁ କହୁଛି, ସେତେବେଳକୁ ସିନୁ ବଡ଼ ହେଇଗଲାଣି, କ'ଣ ତୁ ପଳେଇ ଆସିଛୁ? ନା ହଁ, ଏବେ କାମ ନାହିଁ। ଆଉ ସେଠି ନା ପଣ୍ଡା କାହିଁ? ନା ପଣ୍ଡା ଆସିବ, ସେ ପଣ୍ଡା ସେଇଠି ଅଛି। ତ ଓଡ଼ିଆ ପିଲା, କିଛି କାମ କରେନି, ଶୋଇଥାଏ, ଏତେ କାମ ପରିଶ୍ରମ ନ କଲେ କାମ ମିଳିବ କୋଉଠି? ଏବଂ ସିନୁ ଏଇଠି କାମ କରୁଛି। ତ ଲେଖକଙ୍କ ମନରେ ଗୋଟେ ପ୍ରଶ୍ନ ଉଠୁଛି, ଏ ଲୋକଟା, ଏଇ ଯୋଉ ସିନୁ ବୋଲି ପିଲାଟା, ଯିଏ ଏବେ ଯୁବକ ହେଇଗଲାଣି, ସେ ସତ କହୁଛି କି ମିଛ କହୁଛି? ସେ ଜାଣିପାରୁନାହାନ୍ତି, ସେ ସନ୍ଦେହ ରହୁଛନ୍ତି। କିନ୍ତୁ ତାଙ୍କର ଗୋଟେ ଆତ୍ମୀୟତା ସମ୍ପର୍କ ଯେହେତୁ ସିନୁ ସହିତ ରହିଛି, ସିନୁକୁ ସେ ଗୋଟେ ଛୋଟବେଳୁ ଭଲ ପାଇ ଆସିଛନ୍ତି, ସିନୁର ହାତରୁ କଫି ପିଇଛନ୍ତି, ବହୁତ ସମୟ ତାଙ୍କ ସହିତ ବିତେଇଛନ୍ତି। ତେଣୁ ମନରେ ଗୋଟେ ଶଙ୍କା ଜାତ ହେଉଛି। ତେବେ କିଛି ଦିନ ପରେ ଫେରେ ସେ ସିନୁକୁ ଆଉ ଦେଖୁନାହାନ୍ତି ସେ ଦୋକାନରେ, ପାଉନାହାନ୍ତି ସେ ଦୋକାନରେ। ରମେଶ ବାବୁଙ୍କର କର୍ମକ୍ଷେତ୍ର ଥିଲା ବିଜୟନଗରମ। ବିଜୟନଗରମ କର୍ମକ୍ଷେତ୍ର ଶେଷ ହୋଇଯାଉଛି, ସେ ସହରକୁ ଛାଡ଼ିବେ, ସେଥିପାଇଁ ରେଳ ଷ୍ଟେସନକୁ ଯାଉଛନ୍ତି। ରେଳ ଷ୍ଟେସନରୁ ସବୁ ବୁଝିକି ଫେରିଲା ବେଳକୁ ହଠାତ୍ ଗୋଟେ ଦାମିକାର ତାଙ୍କ ପାଖରେ ଛିଡ଼ା ହେଉଛି ଏବଂ ସେଇଠୁ ସିନୁ ବାହାରି ଆସୁଛି ଏକ ସମ୍ଭ୍ରାନ୍ତ ଯୁବକ ଭାବରେ ଏବଂ ପାଦ ଛୁଇଁକି ନମସ୍କାର କରୁଛି। ପଚାରୁଛନ୍ତି, ତମେ? ନା ହଁ, ମୁଁ ସିନେମାରେ ଅଭିନୟ କରି କରି ଏବେ ମୁଁ ସିନେମାର ଜଣେ ପ୍ରତିଷ୍ଠିତ ଅଭିନେତା। ପଣ୍ଡା? ନା, ପଣ୍ଡା ଦୋକାନରେ ସେହିପରି ଚା ବନଉଛି, କଫି ବନଉଛି। ଚା କଫିର ବାମ୍ଫରେ ତାର ଜୀବନ ରହିଯାଇଛି। ଗଳ୍ପଟିଏ ଆପଣମାନଙ୍କୁ, ମୋତେ ବି ଟିକେ କଷ୍ଟ ଦେଲା। ଓଡ଼ିଆମାନଙ୍କ ସମ୍ପର୍କରେ ଟିକେ ପ୍ରତିକୂଳ ମନ୍ତବ୍ୟ ଅଛି। ହୁଏତ ଗଭୀର ଅନୁଭବରୁ ରମେଶ ବାବୁ ସେପରି କଥାଟିଏ ଦେଖାଇ ଦେଇଛନ୍ତି। ପଣ୍ଡା ଚରିତ୍ର ଭିତରେ ଗୋଟେ ଅଳସ୍ୱାମୀ ଏବଂ ସିନୁ ଚରିତ୍ର ଭିତରେ ଗୋଟେ ଅଗ୍ରଗାମୀ ଚରିତ୍ର ସେ ଖୋଜି ପାଇଛନ୍ତି। ଏହା ସର୍ବକାଳିକ ବା ସାର୍ବଜନିକ ସତ୍ୟ ନ ହୋଇଥିଲେ ବି କେତେକାଂଶରେ ସତ।
आम भितरे आम युवक मानक मनरे जेतिकी उद्दाम रहिबा कथा जेतिकी स्वप्न प्रवणता रहिबा कथा स्वप्न को छुईबा निमित्त जेतिकी आगुसार हवा कथा हुए तो सेतिकी आमे हेई पारुना। ए गपटी पढ़िला बेले मते आउ गोटे गपर कथा मन पड़िला। घास राजकिशोर राय घास से पिलाटी परिवार को छोट बालक गोटे परिवार को निज कांधरे बोही नहीं जीवा निमित्त जो चेष्टा कर घास एठी से पिलाटी एठी सते जिमती सिनु सिनु बा घासर नायक बालक परी आमे अनेक पिला पाइबा आउ सेई घास भितर ही फूल फुटे सिनु और से बालक परी। तेणु घास फूल मान को नहीं सजत्ने साइथी थिबा रमेश बाबू को ए गल्प पाई असुमारी अभिनंदन। घास फूल कथा जिते बड़े आसुची सेते बड़े ए संकलन रे आउ गोटे गचर फूल कथा आसुची अति चमत्कार माने रमेश बाबू को मानिया पड़ो जो व्यंजना गद्य भितरे कविता आउ कविता भितरे व्यंजना ये हूँ साहित्यर प्राण। रमेश बाबूर प्रत्येक वर्णन रे सेटा खुंदी रही था से गद्य को कवितामय कर दियंती आउ कविता को स्वप्नमय कर दियंती प्रेममय कर दियंती जीवनमय कर दियंती। तेणु से गोटे लिंब गछरे गोलाप फुटाउछंती निंब गछरे गोलाप फुटाउछंती से गोलाप पुणी बास्नामय चतुर्दिग को बास्नायित कर दौछि। निंब गछरे गोलाप एवं से गोलापर बास्ना समस्त को कर दौछि बास्नामय। ए कथा केमिति हेबो ना तांकर गोटे गल्प अछि कौन निम फूलर बास्ना सेठी अछि नायक अछि डंबरुधर एमएससी कंप्यूटर साइंस से भी जो झीटी को भल पाउची प्रतिज्ञा से भी कंप्यूटर रे काम करे दी जन भल पाउछंती बाहाई पाउ नांती। झारसुगुड़ारू राउरकेला आसीबार थाए प्रतिज्ञा एवं प्रतिज्ञा कही थाए डंबरुधर बेकार प्रतिज्ञा तो किसी हेले काम करुछि गोटे कंप्यूटर सेंटर रे किंतु डंबरुर सेतक भी नहीं एवं से एमएससी कंप्यूटर साइंस माने किमती अचल हो जाउछंती इंजीनियरिंग कंप्यूटर साइंस पाखरे इंजीनियरिंग पढ़िला परे जो मैंने कंप्यूटर साइंस करुछंती तांको पाखरे ए माने आउ प्रतिद्वंदी ही पारु नांती। तेणु सेमती गोटे विफल एवं पराजित मन नहीं कि प्रतिज्ञा को भल पाउछि एवं प्रतिज्ञा कहिछि मु बस स्टैंड रे आसीबी 4टा बेले तमे मते 13 नंबर छकरे पाखरे 13 नंबर गोटे प्लाटफॉर्म होई टाइप रे कोन 13 नंबर टी कोन होछि से कहउछंती हां प्लाटफॉर्म कथा लिखछंती से कहितला 13 नंबर प्लाटफॉर्म रे निम गछ पाखरे थिबो जदियो ए संख्याटी शुभकर नथिला ए प्लाटफॉर्म बस स्टैंड रो पश्चिम पाखरे थिला निरोला दक्षिण पट को ताला पड़िथिबा शौचागार थिला तेणु से आड़ को लोक जीवा आसवा नथिला ए पाखरे बसी प्रतीक्षा करिया पई ठीक कला डंबरुधर। तेणु प्रतिज्ञा को अपेक्षा करू 4टा रु 6टा हेगला शेष बस आसीगला किंतु प्रतिज्ञा आसिला नहीं प्रतिज्ञा करिथिबा सत्वे आसिला नहीं फोन करि पारु नाही डंबरुधर केवल 2टी प्रश्न चिन्ह पठाउछि जे 6टा बाजिलानी तमे कहीं आसिलनी एवं शेष बसटी को सी अपेक्षा करथिला शेष बसटी मध्य आसीगला एवं शेष बस रे मध्य प्रतिज्ञा आसिला नहीं। शेष बसटी राउरकेला फेर झारसुगुड़ा फेरी जावा को लागिला एवं बस जो राउरकेला लिखाई थिला बस सामना रे ता झारसुगुड़ा हला तो सेठी ठीक कला डंबरू
जे प्रतिज्ञा को भेटिबा पई कोन हैला तार काहे से आसिला नाही सेथि पई से बस रे झारसुगुड़ा जाउथवा बस रे से चढ़ी जाउछि एवं सेते बेले से ता फोन रे मोबाइल फोन रे मेसेज टे रिसीव करुछि तमे झारसुगुड़ा आसी परिबो गपटे एठी शेष होइछ प्रकृति गपर सबुठु मूल कथाटी महिला मानक संपर्क रे रमेश बाबू लिखिଛନ୍ତି ଏଇଟା ତାଙ୍କର ମୋ କଥା ନୁହେଁ ତାଙ୍କର ଅଭିଜ୍ଞତାରୁ ଲେଖିଛନ୍ତି ବା ଗୋଟେ କଳ୍ପନାରୁ ଲେଖିଛନ୍ତି କିନ୍ତୁ ସେ ଅତି ଚମତ୍କାର କଥାଟେ ଏ ଗପରେ ସେ ଲେଖିଛନ୍ତି ସେ ଲେଖୁଛନ୍ତି ନାରୀ ମନସ୍ତତ୍ଵ କଥାଟି କୁହାଉଛି ଦେହକୁ ନେବେନି ଦୟାକରି ରମେଶ ବାବୁ ନାରୀ ମନସ୍ତତ୍ଵ କଥା କହୁଛନ୍ତି से कॉलेज रे पढ़िला बेले बर्नाड संक नाटकटीए पढ़ीला रमेश बाबू निजे कहते निज संपर्क रे से कॉलेज रे पढ़िला बेले बर्नाड संक नाटकटीए पढ़ीला इटा डंबरुधर भितर रमेश बाबू बसुंट से स्त्री चरित्र विशेषण करा जायतिला निश्चय आसीबो बोली झियोटे जदि कहे तार अर्थ है तमे आसिया को चेष्टा करि पारो बर्नाड संक नाटकर कथा कहउछि निश्चय आसियो बोली झियोटीए जदि कहे तार अर्थ है तमे आसिया को चेष्टा करि पारो से जदि कहे चेष्टा करिवो ता अर्थ है तमे न आसिले भी चढ़िबो ना आस नहीं बापा जानिले खराब हेबो यार अर्थ तमे जेमिति हो आस बापा नथिबा समय रे अधिक किसी कहबी केवल गोटे कथा कहबी आमर युवपीढ़ी जो माने साहित्य पढ़ना साहित्य पढ़तु एवं ए कथाटी भल पाउथुवा झियो मान भल पाउथुवा युवक मान काम बहुत परिमाण रे आसीबो एवं देखंतु से शेष कथाटी ना आस नाही इथिरे आपण ससरे को भी आनी आसी पारिबे तांकर लैंग्वेज जोटा मु अनेक समय कहे जे प्रेजेंट इन एब्सेंट न कहवा भितर उल्लेख न करवा भितर तार स्थिति थाए सही परी ए कथाटी ना आस नाही बापा जानिले खराब हेबो एमिति कहंती कहा जाए तार अर्थ है जे बापा नथिबा समय तमे मो पाखु आस बापा न जानिबा उचित बा घर लोक न जानिबा उचित एवं से ही सत्यटी एठी पचार शेष रे आसुची से मेसेज रे प्रतिज्ञा मेसेज करुछि टी पढ़ी दउछि ए कथा डंबुरुर मन को जे आसी नथियो ता नुहे दिने सुदूर बांगलोर रे एक सॉफ्टवेयर कंपनी रे चाकरी पाई से भी चली जीवो संभावना कथा कहउछि से दिन प्रतिज्ञा को हुए तो से भूली जीवो 13 नंबर प्लाटफर्म रो निंब गछरे फुटितबा प्लास्टिक फूल देखी अन्य यात्री परी सी भी पुलकित हो क्षणक पाई एवं चली ता गंतव्य पथ को किंबा से भाविबो जे प्रेम हृदय भितर उकुटा प्लास्टिक फूलटाए जा मौड़े नाई दुर्दिन बा खरा और वर्षा रे तार महक भी बहु वर्ष जाए सतेज जाए हृदय भितर बस छाड़िला झारसुगुड़ा आड़ को फोन मेसेज उपर डंबरू आंगुठी चालना कला और देखिला प्रतिज्ञा अनेक बेलू ता प्रश्नवाचीर उत्तर दे सारी तुमे झारसुगुड़ा आसीपर झारसुगुड़ा आसीपर कि ता पूर्व वर्णनाटा जहाँ थिला अद्वितीय जे जो कथा मु फूलरू आरंभ करी निंब गछर रे जड़े पिला जड़े युवक जानी जानी गोलाप प्लास्टिक गोलाप फूल खंजी दौला एवं से प्लास्टिक गोलाप फूल खंजी देवा भितर ए डंबरू अपेक्षा करिया भितर सी निंब गछ को देखे अरे निंब गछरे गोलापी फूल गोलापी रंगर फूल एवं देखला बेलू गोलाप फूल एवं आउ टिके भल कि देखला बेलू से गोलाप फूल रो बास्ना मध्य ये जो जीवन व्यंजना ना ये जो व्यंजना तक थई गोटे असहाय
ଲୋକଟିଏ ଅନେକ ସମୟରେ ଆମେ ସେ କଥା କହୁ ଯେ ନଦୀରେ ଭାସି ଯାଉଥିବା ଜୀବନ ପାଇଁ ପତ୍ରଟିଏ ବି ସାହା ହେଇଯାଏ, କୁଟାଟିଏ ବି ସାହା ହେଇଯାଏ। ଠିକ୍ ସେହିପରି ଯାହାର ଜୀବନର ସମ୍ଭାବନା ସରିଯାଉଥାଏ, ଆଶା ସରିଯାଉଥାଏ, ସ୍ୱପ୍ନ ସରିଯାଉଥାଏ, ସେ କୋଉଥିରେ ଆଶ୍ରୟ ନେବ? ତେଣୁ ନିମ୍ବ ଗଛରେ ଆଉ ଜଣେ ବେକାରୀ ଯୁବକ ସ୍ୱପ୍ନ ପାଇ ହେଇ ବାନ୍ଧୁଥିବା ପ୍ଲାଷ୍ଟିକ ଗୋଲାପ ଫୁଲ ଭିତରେ ସେ ବାସ୍ନା ପାଏ। ଆଉ ସେ ବାସ୍ନା ଏତେ ଗଭୀର ଓ ସାନ୍ଦ୍ର ଭାବରେ ରମେଶ ବାବୁ ତାଙ୍କ ଗଳ୍ପରେ ଥୋଇ ଦେଇଛନ୍ତି ଯେ ତାହା ସତରେ ହୃଦୟକୁ ସ୍ପର୍ଶ କରିଯାଏ। ଏ ହେଉଛି ରମେଶ ବାବୁଙ୍କ ଗଳ୍ପର ଶୈଳୀ। ଯେମିତି ଜହ୍ନର ହତ୍ୟା ସମ୍ପର୍କରେ କହୁଛନ୍ତି, ଠିକ୍ ସେଇଠି ସେମିତି ନୀଳ ମାଷ୍ଟାଣୀ ପଡ଼ିଥିଲେ ନୀଳ ମାଷ୍ଟର। ଏଠି ନୀଳ ମାଷ୍ଟରକୁ ଭଲ ପାଉଛି ଆଉ ଗୋଟେ ଗାଉଁଲି ଝିଅଟିଏ। ଦି ଜଣ ସାମାଜିକ ବନ୍ଧନରେ ବାନ୍ଧି ହେଇ ପାରୁନାହାନ୍ତି, ଭଲ ପାଉଛନ୍ତି। ନୀଳ ମାଷ୍ଟର ତାର ଆଦର୍ଶ, ଆଉ ସେପଟେ ପଦ୍ମା ତାର ପାରିବାରିକ। କିନ୍ତୁ ଆସୁଛି ସେ ମାଷ୍ଟର ପାଖକୁ ଆସୁଛି, ପାଠ ପଢୁଛି, ପାଠ ପଢିକି ଫେରୁଛି, ଭଲ ପାଇବା କଥା କହୁଛି, ଇଏ ବି ଭଲ ପାଇବା କଥା କହୁଛନ୍ତି ମାଷ୍ଟର। କିନ୍ତୁ ତାହା ଦୈହିକ ନୁହେଁ, ପ୍ରକୃତ ଭଲ ପାଇବା, ଜୀବନ ବାନ୍ଧି ହେବା, ଜୀବନ ଗଢ଼ି ନେବା, ଜୀବନକୁ ଆଗୁ ନେବା। କିନ୍ତୁ କ'ଣ ଗୋଟେ ରହିଛି ଯେ ଦି ଜଣ ଯାକ ଆଗେଇ ପାରୁନାହାନ୍ତି। ଠିକ୍ ସେମିତି ସେ ଗଳ୍ପରେ ବି ସେମିତି ମଧ୍ୟରାତି ବେଳକୁ ଆସୁଛି ପଦ୍ମା, କବାଟ ଖଡ଼ ଖଡ଼ କରୁଛି, ମାଷ୍ଟର ଖୋଲି ଦେଉଛନ୍ତି, କହୁଛନ୍ତି କ'ଣ ହେଲା? ନା, ତମେ ମୋତେ ବାହା ହେଇପାରିବ? ଝିଅଟିଏ, ଗାଉଁଲି ଝିଅଟିଏ ମାଷ୍ଟରଙ୍କୁ କହୁଛି ତମେ ମୋତେ ବାହା ହେଇପାରିବ, ଅର୍ଥାତ୍ ତମେ ମୋର ଜୀବନର ଅବଲମ୍ବନ ହେଇପାରିବ। ଦେଖନ୍ତୁ ପ୍ରେମର ମହତ୍ତରତାଟା କଣ ଦେଖନ୍ତୁ। ଗୋଟେ କିଶୋରୀଟିଏ ଆସୁଛି, ତମେ ମୋତେ ବାହା ହେଇପାରିବ? ହୁଏତ ବାହା ହେବା ଭିତରେ ସେ ତାର ସ୍ୱପ୍ନ ସଫଳ ହେବାର ରାସ୍ତାଟିଏ ଖୋଜୁଛି। କାହିଁକି କହୁଛି ନା ତା ବାପା ଗୋଟେ ପ୍ରୌଢ଼ ସହିତ ତାର ନିର୍ବନ୍ଧ କରିବା ପାଇଁ ଯାଉଛି, ଏବଂ ଯେତେବେଳେ ବାହାରେ ପାଟିତୁଣ୍ଡ ଶୁଭୁଛି, ମାଷ୍ଟର ଆସିବା ପାଇଁ ଦେଖୁଛି ଯେ ଲୋକମାନେ ତା ଘରକୁ ଘେରି ଯାଇଛନ୍ତି, ମଶାଲ ଧରିଛନ୍ତି, ଠେଙ୍ଗା ଧରିଛନ୍ତି, ଏବଂ ଗଳ୍ପଟି ସେଇଠି ସରିଯାଉଛି। ଜହ୍ନର ହତ୍ୟା ସମ୍ପର୍କରେ ବର୍ଣ୍ଣନା କି ଚମତ୍କାର, କି ଚମତ୍କାର! ଏ ବର୍ଣ୍ଣନାଟି ଯେକୌଣସି ପାଠକକୁ ସ୍ତମ୍ଭୀଭୂତ କରିଦେବ। ତାଳ ଗଛ ହାତ ବଢେଇଲେ ମେଘ ଯାଏ ସିନା ପହଞ୍ଚେ, ବ୍ୟଞ୍ଜନାଟି ଶୁଣିବେ। ମୁଁ ଯୋଉ କହୁଥିଲି ଗଦ୍ୟ ଭିତରେ କବିତା, କବିତା ଭିତରେ ରୋମାଞ୍ଚ, ପ୍ରେମ, ଏଇ ସେ ବର୍ଣ୍ଣନା ସବୁ ଗପରେ ରହିଛି। ତାଳ ଗଛ ହାତ ବଢେଇଲେ ମେଘ ଯାଏ ସିନା ପହଞ୍ଚେ, ବାଙ୍ଗରାର ସ୍ୱପ୍ନ ପାଇଁ ଜହ୍ନ ତ ଦୁର୍ଲଭ ସବୁଦିନେ। ତାଳ ଗଛ ହାତ ବଢେଇଲେ ମେଘ ଯାଏ ସିନା ପହଞ୍ଚେ, ତାଳ ଗଛଟା ଉଚ୍ଚା, ତେଣୁ ସେ ଜହ୍ନ ସହିତ କଥା ହେଇପାରିବ, ଜହ୍ନ ତାକୁ ଧରିପାରିବ, ତାଳ ଗଛ ଜହ୍ନକୁ ଧରିପାରିବ। କିନ୍ତୁ ବାଙ୍ଗରା ପାଇଁ ଜହ୍ନ ତ ସବୁଦିନେ ଦୁର୍ଲଭ। ଯିଏ ଛୋଟ, ଯାହାର ସମ୍ବଳ କମ୍, ସେକୁ ବାଙ୍ଗରା କୁହାଉଛି। ତାଳ ଗଛ ହାତ ବଢେଇଲେ ମେଘ ଯାଏ ସିନା ପହଞ୍ଚେ, ବାଙ୍ଗରାର ସ୍ୱପ୍ନ ପାଇଁ ଜହ୍ନ ତ ଦୁର୍ଲଭ ସବୁଦିନେ। ଭାବି ବସିଲେ ଜହ୍ନ ତାଳ ଗଛର କେହି ନୁହେଁ, ମୋହିନୀପୁରର ପଦ୍ମାବତୀ ବି ନୀଳ ମାଷ୍ଟରର କେହି ନୁହେଁ। ଅଦ୍ଭୁତ ମାୟା ରଚନା କରିଛି କିଏ, ଆଉ ଭୋଗୁଛି ନୀଳ ମାଷ୍ଟରର ମନ। ସୁନ୍ଦରୀକୁ ଗଢିଲା କିଏ ଦେଖ, ଆଉ ସେ ଚାଉଳ ଫୁଟାଉଛି କାହାର? ସୁନ୍ଦରୀକୁ ଗଢିଲା କିଏ ଦେଖ, ଆଉ ସେ ଚାଉଳ ଫୁଟାଉଛି କାହାର? କେତେ ଉର୍ନିଦ୍ର ରାତି ବିତିଛି ପଦ୍ମା ସ୍ୱପ୍ନରେ, କଳ୍ପଲୋକରେ କେତେ ଗଦ୍ୟ ହୋଇଛି କାବ୍ୟ, ଆଖି ପତା ପଡ଼ିଯାଇଛି କେତେବେଳେ। ଅଧରାତିରେ ଜଞ୍ଜିର ଖଡ଼ ଖଡ଼ ହେବା ଶୁଣି ଉଠି ବସିଲି, କବାଟ ଖୋଲି ଦେଖେ ତ ଠିଆ ହୋଇଛି ପଦ୍ମା ଅଶରୀରୀ ପରି। ତେଣୁ ଅନ୍ତରଙ୍ଗ ଭାବନାକୁ
କାବ୍ୟିକ ଭାବରେ ଉପସ୍ଥାପନ କରି ପାଠକର ହୃଦୟକୁ ଛୁଇଁବାରେ ବିଶାରଦ ହେଉଛନ୍ତି ରମେଶ ବାବୁ। ତେଣୁ କେବଳ ପଦ୍ମା, ଡମ୍ବରୁଧର, ପ୍ରତିଜ୍ଞା ଏପରି ନୁହନ୍ତି। ଏ ବହିରେ ରହିଛନ୍ତି ତନୟା, ଅବିନାଶ, କଳ୍ପନା, ବହୁ ଚରିତ୍ର ରହିଛନ୍ତି। ସମୀର, ବହୁ ଚରିତ୍ର ରହିଛନ୍ତି। ସେହି ଚରିତ୍ରମାନଙ୍କୁ ଅତି ଦରଦୀ ଢଙ୍ଗରେ ରୂପାୟିତ କରିଛନ୍ତି ରମେଶ ପଟ୍ଟନାୟକ। ରମେଶ ପଟ୍ଟନାୟକ ଗପ ସମ୍ପର୍କରେ ଗୋଟିଏ ପଦ ନ କହିଲେ ମନ ମାନିବନି। ତାଙ୍କ ଗପ ଗୁଡ଼ିକ ଶୀର୍ଣ୍ଣ, ବର୍ଣ୍ଣନାର ବହୁଳତା ନାହିଁ, ବର୍ଣ୍ଣନାରେ କାବ୍ୟିକତା ରହିଛି। ଗଦ୍ୟ ସୁଲଳିତ ପଦ ପରି ଅତି ମାର୍ଜିତ, ଅତି ଉନ୍ନତ ଭଙ୍ଗୀରେ ସେ ଗଳ୍ପର କାହାଣୀକୁ ସଂଯୋଜନା କରନ୍ତି। ପାଠକ ସମ୍ମୁଖରେ ଥାଏ ତାଙ୍କର, କ'ଣ ଦରକାର କରେ ପାଠକ, ତାର ମନସ୍ତତ୍ଵକୁ ମାପି ସେ ଗଳ୍ପଟିଏ ନିର୍ମାଣ କରନ୍ତି। ଏଣୁ ତାଙ୍କର ପ୍ରତ୍ୟେକ ଗଳ୍ପ ଶୀର୍ଣ୍ଣ, ଗୋଟିଏ ଶବ୍ଦ ବ୍ୟବହାର କରୁଛି ମୁଁ, ଶୀର୍ଣ୍ଣ, ପତଳା, ଅତି ପତଳା, ନହକା ଗଳ୍ପର ରଚୟିତା ହେଉଛନ୍ତି ରମେଶ ବାବୁ। ଗଳ୍ପ ଗୁଡ଼ିକ ନହକା, ହଲୁଥିବେ, ପତଳା, କିନ୍ତୁ ହୃଦୟକୁ ଛୁଇଁ ଯାଉଥିବେ। ପଢ଼ନ୍ତୁ। ମୁଁ ସତ କହୁଛି କି ମିଛ କହୁଛି ମୋର କମେଣ୍ଟ ବକ୍ସରେ ଲେଖନ୍ତୁ। ମୋର ୟୁଟ୍ୟୁବ ଚ୍ୟାନେଲ ଡକ୍ଟର କ୍ଷୀରୋଦ ଚନ୍ଦ୍ର ବେହେରା। ଆଜି ପାଇଁ ଏତିକିରେ ରହୁଛି। ନମସ୍କାର ଓ ଧନ୍ୟବାଦ।